বর্তমান সময়ে পাণিপাগ বিভাগ তরফর পাণিপাগক নেই কিছু নূয়া আপডেট আসিছে। সূচনা অনুযায়ী রাজ্যের রেকর্ড ভাঙ্গুছি হাড়ভঙ্গা শীত। 10 ডিগ্রি তলে 25 সহরর তাপমাত্রা। মাঘ মাসরে অনুভূত হচ্ছে বাঘবড়ি শীত। লগাতার ভাবে পারদ তড়মুয়া হেতু অধিকাংশ স্থাନରେ শীতলহরী জারি রয়েছে। উপান্তর উপকূল যায় প্রবল জাডরে থরুছি সারা ওড়িশা। 25টি সহরর পারদ 10 ডিগ্রি তলে কিংবা তাঠারু কম রেকর্ড হয়েছে। রাজ্যর পাহাড়িয়া অঞ্চল ভଳି সমতল অঞ্চলের মধ্যে প্রবল শীত অনুভূত হেবা সঙ্গে সঙ্গে দৈত্যনগরী কটক ও ভুবনেশ্বরের কাঠুয়া শীত পড়িছে। তেবে আসন্তু পাণিপাগর বিস্তৃত খবর উপরে নজর পকাইবা, কিন্তু তা পূର୍ବରୁ ভিডিওକୁ গোটে লাইক করন্তু এবং ভিডিওটিକୁ ଆପଣମାନଙ୍କ ସାଙ୍ଗସାଥି ମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ପ୍ରେସ କରି ଅଲ୍ ନୋଟିଫିକେସନକୁ ଅନ୍ ରଖନ୍ତୁ, ଯାହା ଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା 0 ଡିଗ୍ରୀକୁ ଖସିଛି, ଯାହା ରାଜ୍ୟର ସବୁଠୁ କମ୍। ସେହିପରି ଝାରସୁଗୁଡ଼ାରେ ଆଜି 6.2 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ 10.2 ଡିଗ୍ରୀ ସେଲସିୟସକୁ ଖସିଛି। 2014 ମସିହାରୁ ଶିମିଳିପାଳରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ 13 ବର୍ଷ ମଧ୍ୟରେ ତାପମାତ୍ରା ବିଯୁକ୍ତକୁ କେବେ ଖସି ନଥିଲା। ଏଥିଯୋଗୁଁ ଉପରବାହା କାମୁଡାରେ ସଂଲଗ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁହିନର ଆସ୍ତରଣ ଦେଖାଯାଇଛି। ଅପରପକ୍ଷରେ ଏପରି ହାଡ଼ଭଙ୍ଗା ଶୀତର ପ୍ରକୋପ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲ୍ଲା ବ୍ୟାପୀ ଦେଖିବାକୁ ମିଳିଛି। ଶୀତର ପ୍ରକୋପରେ ଜିଲ୍ଲାବାସୀ ଅସମ୍ଭାଳ ହୋଇ ପଡିଛନ୍ତି। ବିଶେଷ କରି ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ଅସହ୍ୟ ଜାଡରେ କଲବଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ଆଜିଠାରୁ ରାଜ୍ୟରେ କିଛି ପରିମାଣରେ ତାପମାତ୍ରା ବଢିବା ସହ କମିବ ଶୀତ। ବଙ୍ଗୋପସାଗରରେ ସୃଷ୍ଟି ତୀବ୍ର ଅବପାତର ବାହ୍ୟ ବାଦଲ ପ୍ରଭାବରେ ରାଜ୍ୟର ପାଗ ଆଂଶିକ ମେଘୁଆ ରହିବା ସହିତ ତାପମାତ୍ରାରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଜାନୁଆରୀ 12 ତାରିଖ ଅର୍ଥାତ୍ ଆସନ୍ତା କାଲିଠାରୁ ରାଜ୍ୟରେ ପୁଣି ଖସିବ ପାରଦ।